ମୁଁ ଶ୍ରେୟ ଦେବି ମୋ ଟ୍ୟୁସନ୍ ମାଷ୍ଟର ପଙ୍କଜ ସାର୍ଙ୍କୁ। ସେ ବହୁତ ବହୁତ ତାଙ୍କେ ପରିଶ୍ରମ କରିଛନ୍ତି ମୋ ପାଇଁ। ଆଉ ଆଉ ଆମ ବିଭୁ ଗୁରୁଜୀ ବୋଲି ତାଙ୍କେ ମଧ୍ୟ କରିଛନ୍ତି, ଆଉ ବ୍ୟବରତା ଗୁରୁଜୀ ମଧ୍ୟ। ବାବା ମା କହିବାର ପାଠ ପଢ଼ିବାକୁ ଭଲ କହିଛନ୍ତି, ତାଙ୍କର ବି ଶ୍ରେୟ ଅଛି। ବାପା ମାଆଙ୍କର ମଧ୍ୟ ଶ୍ରେୟ ଅଛି। ପରୀକ୍ଷାର 2-3 ମାସ ଆଗରୁ 5-6 ଘଣ୍ଟା ହେଇଯାଏ, ଆଉ ତା ପୂର୍ବରୁ 2 ଘଣ୍ଟା। ମୁଁ ମୋର 3 ଥରକା ଚେଞ୍ଜ କରିଛି। ପ୍ରଥମେ ଶର୍ମିଲା ବାପା ବୋଲି ଅଛନ୍ତି, ତାଙ୍କ ପାଖକୁ, ଆଉ ତାପରେ ଗୋଟେ ମ୍ୟାମ୍ ଅଛନ୍ତି, ପଙ୍କଜ ଗୁରୁଜୀଙ୍କ ପାଖ ତାଙ୍କ ଘରରେ ମ୍ୟାମ୍ ଅଛନ୍ତି, ତାଙ୍କ ପାଖରେ। ଓ ଏ ବର୍ଷ ମୁଁ ପଙ୍କଜ ଗୁରୁଜୀଙ୍କ ପାଖରୁ ଯାଇଥିଲି, ତ ତେଣୁ 3 ଜଣଙ୍କୁ ମୁଁ କହୁଛି। ମୁଁ ଭାବିଛି ଯେ ବଡ଼ ହେଲେ ଡକ୍ଟର ହେବି ବୋଲି। ତାପରେ ମୁଁ ମେଡ଼ିକାଲ ଲାଇନ୍ରେ ଯାଇ ଡକ୍ଟର ହେବି। କାହିଁକି ଦରିଦ୍ର ତାଙ୍କୁ ଆହୁରି ସେବା କରିବା, ତାଙ୍କୁ ସେ ପ୍ରକାର ଚିକିତ୍ସା ମିଳିନି ନା, ଯେ ସେହେତୁ ତାଙ୍କୁ କମ୍ ପଇସାରେ ତାଙ୍କୁ ସେବା କରିବାକୁ, ଟ୍ରିଟମେଣ୍ଟ କରିବାକୁ, ସେଥିପାଇଁ ମୁଁ ଡକ୍ଟର ହେବାକୁ ଚାହୁଁଛି। ମ୍ୟାଟ୍ରିକ୍ର ରେଜଲ୍ଟ ବାହାରିଲା ମେ 2 ତାରିଖ ଦିନ। ଅଛି ନମ୍ବର 565, 94%। ମୁଁ ବହୁତ ଖୁସି ଅଛି ଯେତିକି ରେଜଲ୍ଟ ଆସିଛି, ପରିଶ୍ରମ ଅନୁସାରେ ସେତିକି ରେଜଲ୍ଟ ଆସିଛି। +2 ପରେ ମେଡ଼ିକାଲ ଲାଇନ୍ରେ ଯିବାର ଲକ୍ଷ୍ୟ ଅଛି, ଦେଖିବା ଆଗକୁ ପଢ଼ାପଢ଼ି ଚାଲିଛି। ସଫଳତାର ଶ୍ରେୟ ଆଗେ ମୋ ବାବା ମାମା, ତାପରେ ମୋର ସବୁ ଅଭିଭାବକ, ତାପରେ ଶିକ୍ଷକ ଶିକ୍ଷୟିତ୍ରୀ ଯେଉଁମାନେ ସବୁ ମୋତେ ପାଠ ପଢ଼େଇଛନ୍ତି, ତାପରେ ମୋ ପଛରେ ଯେତିକି ସବୁ ପରିଶ୍ରମ କରିଛନ୍ତି, ସମସ୍ତଙ୍କୁ ମୋର ଧନ୍ୟବାଦ। ତାଙ୍କ ପାଇଁ ମୁଁ ଆଜି ପହଞ୍ଚି ପାରିଛି। ଦିନକୁ 9-10 ଘଣ୍ଟା ହେଇଯାଏ, ସ୍କୁଲ ଟ୍ୟୁସନ୍ ତାପରେ ମିଶିକି ନିଜେ ଯାହା ପଢ଼େ, ଦିନ ରାତି ମିଶିକି 9-10 ଘଣ୍ଟା ଭଳିଆ। ଆଉ ମୋତେ ବେଶୀ ନର୍ଭସ୍ ଫିଲ୍ ହେଉଥିଲା ରେଜଲ୍ଟ ବାହାରିବା ଆଗରୁ। ସମସ୍ତେ କହୁଥିଲେ ଭଲ ରହିବ, ଟେନସନ୍ ହନା। ହେଲେ ଭଲ ଆସିଛି, ସମସ୍ତେ ଫ୍ୟାମିଲିରେ ସମସ୍ତେ ଖୁସି ଅଛନ୍ତି, ସେଇଟା ମୋ ପାଇଁ ବହୁତ ବଡ଼ କଥା। ମୁଁ ଆଶା କରିଥିଲି 95% ପାଖାପାଖି, କିନ୍ତୁ 91 ଆସିଛି। ମୁଁ ଖୁସି ଅଛି, ସମସ୍ତେ ଯାହେଲେ ବି ଖୁସି ଅଛନ୍ତି। ସମସ୍ତଙ୍କର ଅବଦାନ ଅଛି ମୋତେ ପଢ଼େଇବାର। ସ୍କୁଲ ଗୁରୁଜୀ ଗୁରୁମା ଆଉ ଟ୍ୟୁସନ୍ ସାର୍, ବାପା ମା ସମସ୍ତେ ମୋ ସପୋର୍ଟରେ ଥିଲେ। ଭଲ କରିବୁ ତୁ, ସେଇ ଅନୁସାରେ ଭଲରେ ପାଠ ପଢ଼େ, ସବୁ କରେ। ସମସ୍ତଙ୍କର ମୋ ମୁଣ୍ଡରେ ହାତ ଥିଲା, ଆଶୀର୍ବାଦ ଥିଲା, ସେ ପାଇଁ ଏ ଆଚିଭମେଣ୍ଟରେ ମୁଁ ପହଞ୍ଚି ପାରିଛି।